प्रभु जीशुଙ୍କ नामରେ ସମସ୍ତଙ୍କୁ ନମସ୍କାର। ପୁଣି ଥରେ ପ୍ରଭୁ ମୋତେ ଏହି ସୁଯୋଗ ଦେଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେ। ଆସୁ ଆମେ ଗତ ଦିନ ଗୁଡ଼ିକ ପରି ଆଜି ମଧ୍ୟ ପ୍ରଭୁଙ୍କ ଶାସ୍ତ୍ରରୁ କିଛି ବିଷୟ ଶିଖିବା ପାଇଁ ଚେଷ୍ଟା କରିବା। ଯେଉଁ ଶୀର୍ଷକ ନେଇ ମୁଁ ଆପଣମାନଙ୍କ ସମ୍ମୁଖକୁ ଆଜି ଆସିଅଛି ତାହା ହେଉଛି ପ୍ରଭୁ ଯୀଶୁ ଯେଉଁ ମଣ୍ଡଳୀ ପ୍ରତିଷ୍ଠା କରିଛନ୍ତି ତାକୁ ନରକର ବଳ ପରାଜୟ କରିପାରିବ ନାହିଁ। ଯଦି ଆମେ ଶାସ୍ତ୍ର ପଢିବା ମାଥ୍ୟୁ ଲିଖିତ ସୁସମାଚାର 16 ଅଧ୍ୟାୟ ତାର 15, 16, 17, 18 ଏ ପ୍ରକାର ଲେଖାଯାଏ, ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମେମାନେ କଣ କହୁଅଛ? ସିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ହେ ଜୋନାସର ପୁତ୍ର ସିମୋନ, ତୁମେ ଧନ୍ୟ, କାରଣ ମନୁଷ୍ୟ ତୁମ ନିକଟରେ ଏହା ପ୍ରକାଶ କରିନାହିଁ, ବରଂ ମୋର ସ୍ୱର୍ଗସ୍ଥ ପିତା ଈଶ୍ୱର ପ୍ରକାଶ କରିଅଛନ୍ତି। ଆଉ ମୁଁ ମଧ୍ୟ ତୁମକୁ କହୁଅଛି, ତୁମେ ପିତର, ପୁଣି ଏଇ ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ତାକୁ ପରାଜୟ କରିପାରିବ ନାହିଁ। ପ୍ରଭୁଙ୍କ ନାମ ଧନ୍ୟ ହଉ। ଯୋଉ ଶୀର୍ଷକ ମୁଁ ଆପଣମାନଙ୍କୁ ଜଣେଇଛି ତାହା ହେଉଛି ପ୍ରଭୁ ଯୀଶୁ ଯୋଉ ମଣ୍ଡଳୀ ପ୍ରତିଷ୍ଠା କରିଛନ୍ତି ତାକୁ ନରକର ବଳ ବା ଶୈତାନର ଶକ୍ତି ବା ଅନ୍ୟ କୌଣସି ପ୍ରତିବନ୍ଧକ ଦ୍ୱାରା ଆଘାତ ଦ୍ୱାରା ସେ ମଣ୍ଡଳୀକି ନଷ୍ଟ କରିପାରିବ ନାହିଁ ବା ତାର କୌଣସି ପ୍ରକାର କ୍ଷତି କରିପାରିବ ନାହିଁ। ପ୍ରଶ୍ନ ହେଉଛି, ଆପଣ ମୁଁ ସେଇ ମଣ୍ଡଳୀର ଅଂଶ, ସେଇ ମଣ୍ଡଳୀର ଲୋକ, ସେଇ ମଣ୍ଡଳୀର ସଦସ୍ୟ କି ନାହିଁ, ତାହା ଆଜି ଆପଣ ମୁଁ ଯାଞ୍ଚ କରିବାର ସମୟ। କାରଣ ପ୍ରଭୁ କହିଲେ, ମୁଁ ଯେଉଁ ମଣ୍ଡଳୀ ପ୍ରତିଷ୍ଠା କରିବି ତାକୁ ନରକର ବଳ ପରାଜୟ କରିପାରିବ ନାହିଁ। ଯଦି ଏ ପ୍ରକାର ପ୍ରଶ୍ନ ପ୍ରଭୁ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ପଚାରୁଛନ୍ତି, ତାହେଲେ ଆପଣ ନିଜକୁ ମଧ୍ୟ ଏ ପ୍ରକାର ପ୍ରଶ୍ନ ପଚାରନ୍ତୁ ଏବଂ ନିଜକୁ ପ୍ରଭୁଙ୍କ ମଣ୍ଡଳୀ ସହିତ ସାମିଲ କରନ୍ତୁ। ଯଦି ଆମେ ପ୍ରଭୁଙ୍କ ମଣ୍ଡଳୀର ଅଂଶ ବିଷୟ ହେଇନଥିବା, ଯୋଉ ମଣ୍ଡଳୀ ପ୍ରଭୁ ଗଢିଛନ୍ତି, ତେବେ ଆପଣ ଜାଣନ୍ତୁ ଆମେ ସମସ୍ତେ ବିନଷ୍ଟ ହେଇଯିବା। କିନ୍ତୁ ଯଦି ପ୍ରଭୁଙ୍କ ଦ୍ୱାରା ଆମେ ପ୍ରତିଷ୍ଠା ହେଇଛୁ, ଗଢା ହେଇଛୁ, ନିର୍ମାଣ ହେଇଛୁ, ତାହେଲେ କୌଣସି ବଳ ଆମକୁ ଆଘାତ କରିପାରିବ ନାହିଁ। କିନ୍ତୁ ପ୍ରଶ୍ନ ହେଉଛି ଯେ ପ୍ରଭୁ ଯୀଶୁ ଏ ପ୍ରକାର ପ୍ରଶ୍ନ କାହିଁକି ଶିଷ୍ୟମାନଙ୍କୁ ପଚାରିଲେ? ଯଦି ଆମେ ଦେଖୁଛୁ ମାଥ୍ୟୁ 1 ଅଧ୍ୟାୟରୁ 15 ଅଧ୍ୟାୟ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଅନେକ ଶିକ୍ଷା ଦେଇଛନ୍ତି, ଅନେକ କାର୍ଯ୍ୟ କରିଛନ୍ତି, ତାଙ୍କ ଶିଷ୍ୟମାନଙ୍କୁ ଅନେକ ଆଶ୍ଚର୍ଯ୍ୟକର୍ମ ଦେଖେଇଛନ୍ତି। ଦେଖିଲା ପରେ ପୁଣି ଏଇ 16 ଅଧ୍ୟାୟରେ କଣ ଆବଶ୍ୟକତା ପଡିଲା ଯେ ସେ ଶିଷ୍ୟମାନଙ୍କୁ ପଚାରୁଛନ୍ତି ଯେ ଲୋକେ ମୋ ବିଷୟରେ କଣ କହୁଛନ୍ତି, ପୁଣି ତୁମେ ମୋ ବିଷୟରେ କଣ କହୁଛ? ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଜାଣିବା ପାଇଁ ଚାହୁଁଥିଲେ। ଆପଣ ଯଦି ସେ 16 ଅଧ୍ୟାୟ 1ରୁ ପଢିବେ, ସେଠି ଲେଖା ହେଇଛି, ଫାରୁସୀ ଆଉ ସାଧୁକି ତାଙ୍କୁ ପଚାରୁଛନ୍ତି ଯେ ପ୍ରଭୁ ଆମମାନଙ୍କୁ ଚିହ୍ନ ଦେଖାଅ, ଯୁଗାନ୍ତର ଲକ୍ଷଣ ଦେଖାଅ, ଆପଣଙ୍କ ଠାରୁ ଆମେ ଚିହ୍ନ ଚାହୁଁଛୁ। ଏହାର ଅର୍ଥ ସେମାନେ ଯୀଶୁଙ୍କୁ ଗ୍ରହଣ କରିପାରୁନାହାନ୍ତି, ତାଙ୍କୁ ଚିହ୍ନ ମାଗୁଛନ୍ତି, ତାଙ୍କୁ ବୁଝିପାରୁନାହାନ୍ତି। ଏବଂ ସାଧୁକି ଫାରୁସୀ ମାନେ ନିଜ ନିଜ ବିଚାରଧାରାରେ ପ୍ରଭୁ ଯୀଶୁଙ୍କୁ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, ଚିହ୍ନିବା ପାଇଁ ଚେଷ୍ଟା କରୁଛନ୍ତି, ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଯୀଶୁ ସଠିକ ଉଦ୍ଧାରକର୍ତ୍ତା କି ନୁହଁ ତା ମଧ୍ୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ସେଇ ପରିସ୍ଥିତିରେ, ସେଇ ମାହଲରେ ଶିଷ୍ୟମାନେ କାଳେ ସେଇ ଶିକ୍ଷାରେ ପରାଜିତ, ବିଚଳିତ ହେଇଯିବେ, ବିବ୍ରତ ହେଇଯିବେ, ଭ୍ରାନ୍ତ ହେଇଯିବେ। ତ ସେଥିପାଇଁ ଯୀଶୁ ଶିଷ୍ୟମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇ ଲୋକେ କଣ କହୁଛନ୍ତି ମୋ ବିଷୟରେ ସେ କଥାକୁ ଛାଡିକିରି ଶିଷ୍ୟମାନଙ୍କୁ ଧ୍ୟାନ ଦେଇ କହିଲେ, ଶିଷ୍ୟମାନଙ୍କୁ ଗୁରୁତ୍ୱ ଦେଇ କହିଲେ ଯେ ତୁମେ ମାନେ ମୋ ବିଷୟରେ କଣ କହୁଛ, ମୁଁ କିଏ ବୋଲି। ଯାହା ଆମେ ବୁଝିବାକୁ ପାରୁଛେ, ଯୀଶୁ ଶିଷ୍ୟମାନଙ୍କୁ ଡାକିଛନ୍ତି, ତାଙ୍କ ପ୍ରତି ସେ ଅଧିକ ମନୋଯୋଗୀ। କାଳେ ଶିଷ୍ୟମାନେ ଭ୍ରାନ୍ତ ଶିକ୍ଷାରେ, ଭ୍ରାନ୍ତ ବିଚାରଧାରାରେ ଯୀଶୁଙ୍କୁ ଚିହ୍ନିବେ, ଜାଣିବେ, ତାଙ୍କ ପଛରେ ଅନୁଗମନ କରିବେ, ଏ ପ୍ରକାର କାଳେ ଭ୍ରାନ୍ତ ହେଇଯିବେ, ଏ ବିଷୟକୁ ଯୀଶୁ ଧ୍ୟାନ ଦେଇ ତାଙ୍କ ଠାରୁ
ସଠିକ ସ୍ୱୀକାର ଉକ୍ତି ଚାହୁଁଥିଲେ, ସଠିକ ପ୍ରକାଶନ ଚାହୁଁଥିଲେ, ଯାହା ପିତର ହିଁ ତାହା ପ୍ରକାଶ କରିଥିଲା, ସ୍ୱୀକାର କରିଥିଲା ଯେ ପ୍ରଭୁ ଆପଣ ହଉଛନ୍ତି ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ଏହା ପ୍ରଭୁ ଯୀଶୁ କହିଲେ, ଏହା ତୁମେ ଧନ୍ୟ ଯେ ଏହା ମନୁଷ୍ୟ ତୁମ ନିକଟରେ ପ୍ରକାଶ କରିନି, ଏହା ମୋର ସ୍ୱର୍ଗସ୍ଥ ପିତା। ଏହାର ଅର୍ଥ ହଉଛି ଏହା ଏକ ସ୍ୱର୍ଗୀୟ ପ୍ରକାଶନ, ଏହା ଏକ ପିତାଙ୍କର ପ୍ରକାଶନ, ଈଶ୍ୱରଙ୍କର ପ୍ରକାଶନ। ଯେତେବେଳେ ଏହି ପ୍ରକାଶନ ପିତରଙ୍କ ଉପରେ ଆସିଲା, ସେତେବେଳେ ପ୍ରଭୁ ଯୀଶୁ କହିଲେ ଯେ ମୁଁ ତୁମେ ପିତର, ତୁମରି ଉପରେ ମୁଁ ଆପଣା ମଣ୍ଡଳୀ ପ୍ରତିଷ୍ଠା କରିବି, ଗଢ଼ିବି, ତାହା ନରକର ବଳ ତାକୁ ପରାଜୟ କରିପାରିବ ନାହିଁ। ତେଣୁ ମୁଁ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ ଯେ ଆମେ ଯଦି ଯୀଶୁଙ୍କ ମଣ୍ଡଳୀରେ ନଷ୍ଟ ନ ହେବା ପାଇଁ ଚାହୁଁଛେ, ଦୃଢ଼ ହେଇ ରହିବା ପାଇଁ ଚାହୁଁଛେ, ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ଚାହୁଁଛେ, ତାହେଲେ ଆସୁ ତାଙ୍କରି ମଣ୍ଡଳୀର ଅଂଶ ହବା, ତାଙ୍କରି ମଣ୍ଡଳୀର ଆମେ ସଦସ୍ୟ ହବା ଏବଂ ସେ ପ୍ରତିଷ୍ଠା କରିଥିବା ମଣ୍ଡଳୀର ଅଂଶ ବିଶେଷ ହବା। ଏହା କିପରି ସମ୍ଭବ? ଏହା ଏ ପ୍ରକାର ସମ୍ଭବ ଯେ ଯାହା ଚାରିଟି ବିଷୟ ଆବଶ୍ୟକତା ରହିଛି। ପ୍ରଥମ ବିଷୟ ହେଉଛି ଯେ ଆପଣଙ୍କ ଠାରେ, ମୋ ଠାରେ ସେଇ ସ୍ୱର୍ଗୀୟ ପ୍ରକାଶନ ଆବଶ୍ୟକତା ରହିଛି। ସେଦିନ ଯେତେ ପିତରଙ୍କ ଠାରେ ସେଇ ପ୍ରକାଶନ ଆସିଲା ଯେ ପ୍ରଭୁ ଆପଣ ହଉଛନ୍ତି ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର, ଆମ ସମସ୍ତଙ୍କ ମଧ୍ୟରେ ମଧ୍ୟ ଏହି ପ୍ରକାଶନ ରହିବା ଆବଶ୍ୟକ। ଦ୍ୱିତୀୟ ବିଷୟ ହେଉଛି ଆମମାନଙ୍କର ବ୍ୟକ୍ତିଗତ ଜୀବନ ପ୍ରତିଦିନ ଦୃଢ଼ରୁ ଦୃଢ଼ ହେଇଯିବ। କାରଣ ଯୀଶୁ କହିଲେ ପ୍ରକାଶନ, ଯେତେବେଳେ ପିତର ପ୍ରକାଶନ ପାଇଲା ପରେ ପ୍ରଭୁ ଯୀଶୁ କହୁଛନ୍ତି ତୁମେ ପିତର, ମୁଁ ତୁମ ଉପରେ ଆପଣା ମଣ୍ଡଳୀ ପ୍ରତିଷ୍ଠା କରିବି, ତାକୁ ନରକର ବଳ ପରାଜୟ କରିପାରିବନି। ଏହାର ଅର୍ଥ ହଉଛି ପିତରଙ୍କ ଉପରେ ପ୍ରତିଷ୍ଠା ହେଇଥିବା ମଣ୍ଡଳୀ ଦୃଢ଼ ହବ, ଷ୍ଟ୍ରଙ୍ଗ ହବ, ମଜବୁତ ହବ। ଠିକ ସେ ପ୍ରକାରେ ଆପଣ ତ ପ୍ରକାଶନ ପାଇଛନ୍ତି, ଯେତେବେଳେ ପ୍ରକାଶନ ପାଇଛନ୍ତି, ଦ୍ୱିତୀୟରେ ଆପଣ ବ୍ୟକ୍ତିଗତ ଜୀବନରେ ପ୍ରଭୁଙ୍କ ଠାରେ ମଜବୁତ ଆଉ ଦୃଢ଼ ହେବେ। ତୃତୀୟ ବିଷୟ ହେଉଛି ପ୍ରଭୁ କହିଲେ ମୁଁ ସ୍ୱର୍ଗ ଆଉ ପୃଥିବୀର ଚାବି କାଟି ତୁମ ହସ୍ତରେ ଦଉଛି, ତୁମେ ଏଠି ଯାହା ବନ୍ଦ କରିବ ତା ସ୍ୱର୍ଗରେ ବନ୍ଦ ହବ, ଏଠି ଯାହା ଖୋଲିବ ତା ସ୍ୱର୍ଗରେ ଖୋଲା ହବ। ଏହାର ଅର୍ଥ ହଉଛି ଯୀଶୁ ଆମ ସମସ୍ତଙ୍କୁ ସେ ଅଧିକାର ଦେଇଛନ୍ତି, ଯୋଉ ଅଧିକାରରେ ଆମେ ସ୍ୱର୍ଗ ପୃଥିବୀର ପରିସ୍ଥିତି ବିଷୟ ଗୁଡ଼ିକୁ ଆମେ ନିୟନ୍ତ୍ରଣାଧୀନ କରିପାରିବା। ଚତୁର୍ଥ ବିଷୟ ଯାହା ମୁଁ ଆପଣମାନଙ୍କ ନିକଟରେ କହିବାକୁ ଚାହେଁ, ଯେପରି ଯୀଶୁ ଏହି ସମସ୍ତ କଥା କହିଲା ପରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ ସାବଧାନ, ଏହି ସମସ୍ତ ବିଷୟ କାହାକୁ କୁହ ନାହିଁ। ଯଦି ମାଥ୍ୟୁ ଆପଣ ସେଇ 19, 20, 21 ଆଡକୁ ପଢିବେ, ଲାଷ୍ଟକୁ ଲେଖା ହେଇଛି ଏ ସମସ୍ତ କଥା ତୁମେ କାହାକୁ କୁହ ନାହିଁ। କିନ୍ତୁ ସେଇ ସମୟରେ ଏହା ଆବଶ୍ୟକତା ଥିଲା। କିନ୍ତୁ ଆଜି ଆପଣଙ୍କ ସମୟରେ, ମୋ ସମୟରେ, ଆଜି ଦିନ ପାଇଁ ପ୍ରଭୁ ଯୀଶୁଙ୍କର ମହାନ ଆଦେଶ ଅଛି ଯେ ତୁମେ ଜଗତ ମଧ୍ୟକୁ ଯାଇ ମୋର ବାକ୍ୟ ଯାହା ମୁଁ ତୁମମାନଙ୍କୁ କହିଅଛି ସେ ସମସ୍ତ ଶିକ୍ଷା ଦେଇ ଶିଷ୍ୟ କର, ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମ ସଙ୍ଗେ ସଙ୍ଗେ ରହିଅଛି। ତେଣୁ ପ୍ରିୟ ଲୋକମାନେ, ପ୍ରିୟ ପ୍ରଭୁଙ୍କ ଦାସ ଦାସୀମାନେ, ପ୍ରିୟ ଆମମାନଙ୍କର ମଣ୍ଡଳୀ ପାଳକ ପ୍ରଚାରକ ମାନେ, ସେବକ ସେବିକା ମାନେ, ଆସୁ ଏଇ ଲକ୍ଷ୍ୟ, ଏଇ ଉଦ୍ଦେଶ୍ୟରେ ଆମେ ପ୍ରଭୁଙ୍କ ମଣ୍ଡଳୀ ସହିତ ସଂଯୁକ୍ତ ହଉ, ଯାହା ନରକର ବଳ ଆମମାନଙ୍କୁ ପରାଜୟ କରିପାରିବ ନାହିଁ। ପ୍ରଭୁ ଏଇ ଛୋଟ ଚିନ୍ତାଧାରାରେ ଆପଣମାନଙ୍କୁ, ମତେ, ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।